ଆବୁ କଣ ଚମିକି ପଇଲ ନା କଣ? ଚମକିବିନି ତ ଗୋଟା ମଣିଷ ଭଳିଆ ମଣିଷ ଆଇଲେ ସିନା ଚମକିବ ନା ତ ଗୋଟା ସଂକେତ ଦବନି। କଣ ସଂକେତ ତମକୁ କଣ ଦେବ? ତମେ ଏଠି କଣ କରୁଛ ମୁଁ ତ ଜାଣିନି। ତମେ କଣ କନ୍ୟାରେ ଗଛକୁ ଏମିତି ଉପରକୁ ଅନେଇଛ? କଣ ଭାବୁଥିଲ ନା କନେରୀ କଣ? ଗଛ ମୁଁ ଏପଟେ ଦେଖୁଥିଲି ଛାତ ଘର କଥା ଟିକେ ଭାବୁଥିଲି। ଓ ଛାତ ଘର କଥା ପୁଣି କଣ ଭାବୁଥିଲ କହିଲ ମାନେ ମତେ? ଛାତ ଘରକୁ ନେଇକିରି ବି କିଛିଟା ଜୀବଜନ୍ତୁ ମାନେ ଅଛନ୍ତି ସିଏ ଗର୍ବ ନିଜକୁ କରନ୍ତି। କଣ ମତେ କହିଲେ ଟିକେ ଗର୍ବ ପୁଣି କୋଉ ଜୀବଜନ୍ତୁ କରନ୍ତି? ହଁ କରନ୍ତି, କହିପାରିବ ସେ ଜୀବଜନ୍ତୁ ନା କଣ? ତମେ କହୁନ? କହିବ ତ? ହଁ ଫାଇନାଲ ପଚାରିବି? ତମେ ପଚାର ଆଗ। ଆଉ ତାହେଲେ ପଚାରୁଛି ଦେଖ। ଗୋଟା କଥା ରହୁଛି କଣ କହିଲ, ସେ ଜୀବଟି ଘରେ ରୁହେ, ହଁ ଛାତ ଘରେ ରୁହେ ହଁ ହେଲା। ହୁଁ ତାହେଲେ କହୁଛି ଫାଇନାଲ ପୁରା କହିବ, ପୁରା ହଁ ତମେ ସାଇଜ କହୁନ। ଉତ୍ତର ଟା ପୁରା ସାଇଜ ରେ ଦବ। ପ୍ରଶ୍ନଟା ଭଲସେ ଶୁଣିବ, ଉତ୍ତରଟା ଦବ ହଁ ତମେ କୁହ। ହେଲା। ଛାତ ଘରେ ସିଏ ରହୁଥାଏ, ହଁ ଛାତକୁ ଧରି ସେ ଚାଲୁଥାଏ, ହଁ ସେ ମନେ ମନେ ଗର୍ବ କରୁଥାଏ, ଛାତଟାକୁ ଧରି ରଖିଥାଏ। ଓ 4ଟି ଅକ୍ଷରରେ ନାମଟି ତାର, 4ଟି ଅକ୍ଷରରେ ହସେଇକାର। କହିଲ ଦେଖିବା ସେ ଜୀବର ନାଁ କଣ? ହର୍ଷେଇକାର 4ଟି ଅକ୍ଷର ମୁଁ ଜାଣିନି। ମୁଁ ଭାବୁଛି ବୋଧେ ବାଲି ସିମେଣ୍ଟ ଆଉ ଚିପ୍ସ ବୋଧେ ଯୋଉ ଛାତ ପଡିନଥାଏ। ଏ ଦେଖିଲ ମୁଁ ଭାବୁଛି 500 ଟଙ୍କା ଟା, 500 ଟଙ୍କା ଟା। ତାହେଲେ ମୁଁ ନେବି ଆଉ। ହଁ ଭାରି ନେଲା ବାଲା ଆଉ, ଖାଲି ନେଇକିନି ଖାଇବି ହାଉଁ ହାଉଁ କରି ଇଆଡୁ ସିଆଡୁ ଆଉ। ଉତ୍ତର ଦିଅ ମ। ମୁଁ ଦେଇପାରିବିନି ଉତ୍ତର। ଜୟ ଜଗନ୍ନାଥ, ନମସ୍କାର। ଆପଣ ମାନେ ଦୟାକରି ଉତ୍ତରଟି ଦିଅନ୍ତୁ। ମାନେ ଏମିତି ଲୋକ କେମିତି କଣ ଆକୁ ଆଡଜଷ୍ଟ କରି ମଣିଷ 5 ବର୍ଷ ହେଲା ଚଳିଛି ସେ କଥା ମାନେ ମୁଁ ବି ଜାଣିଛି। ଆପଣ ମାନେ ଦୟାକରି କମେଣ୍ଟ ମାଧ୍ୟମରେ ଦେବେ ସେ ଉତ୍ତରଟି କଣ, ଆପଣ ମାନେ ନିଶ୍ଚିନ୍ତ ଦେବେ। ଜୟ ଜଗନ୍ନାଥ, ନମସ୍କାର।